ନମସ୍କାର। ମୁଁ ଏମ୍ ରାଜେଶ୍ୱର ରାଓ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ହିସାବରେ କାର୍ଯ୍ୟ କରି ଆସୁଛି। ଆଜି ଦଶମ ଶ୍ରେଣୀର ଗୋଟେ ନୂଆ ପାଠଟି ପଢ଼ିବା, ଯେଉଁଟାକି ନୂଆ ସିଲାବସ୍ ଏ ବର୍ଷ ନୂଆରେ ଇଣ୍ଟ୍ରୋଡ୍ୟୁସ୍ କରାଯାଇଛି। ସେଇଟା ହେଉଛି ଆଟ୍ ଦ ସ୍କୁଲ୍। ଆଟ୍ ଦ ସ୍କୁଲ୍ ମୋହନ ଦାସ କରମଚନ୍ଦ ଗାନ୍ଧୀ ସେ ନିଜେ ଲେଖିଛନ୍ତି, ତାଙ୍କର ଅଟୋବାୟୋଗ୍ରାଫି ଏଠି ଲେଖା ହେଇଛି। ଅଟୋବାୟୋଗ୍ରାଫି ହିସାବରେ କୁହାହେଇଛି ଏଠି। ସେ ସେ ଜଣେ ଟ୍ରୁଥ୍ ନନ୍ ଭାଇଲେନ୍ସର ଉପାସକ ଥିଲେ। ଟ୍ରୁଥ୍ ଅନ୍ ନନ୍ ଭାଇଲେନ୍ସ। ତାଙ୍କ ସ୍କୁଲ କ୍ୟାରିୟରରେ ଯାହା ଯାହା ଘଟିଛି, ଯାହା ସେ ବିଷୟରେ ସେ ଏଠାରେ ବର୍ଣ୍ଣନା କରିଛନ୍ତି। ସେ ମହାତ୍ମା ଗାନ୍ଧୀ ହେଉଛନ୍ତି 2 ଅକ୍ଟୋବର 1869ରେ ତାଙ୍କର ଜନ୍ମ। 1869 ଜନ୍ମ। ତାଙ୍କର ତିରୋଧାନ ହେଉଛି ବା ମୃତ୍ୟୁବରଣ କରିଥିଲେ 30 ଜାନୁଆରୀ 1948। 30 ଜାନୁଆରୀ 1948ରେ ତାଙ୍କର ମୃତ୍ୟୁବରଣ କରିଥିଲେ। ଏତିକି କାଳ ଭିତରେ ସେ ଅନେକ ଗୁଡ଼ିଏ କାର୍ଯ୍ୟ କରି ଆସିଛନ୍ତି। ତାଙ୍କ ପାଇଁ କହିଲେ 3-4ଟା ପିରିୟଡ଼ରେ ସରିବ ନାହିଁ। ଅତି କମରେ କେତେ ମାସ ଲାଗିବ ଠିକ୍ ନାହିଁ। ସେଥିପାଇଁ ଆଜି ଆମେ ତାଙ୍କ ବିଷୟରେ କିଛି ଅତି ସଂକ୍ଷିପ୍ତ ହିସାବରେ ପଢ଼ିବା। ଧ୍ୟାନ ସେ ଶୁଣ। ସେ ଜନ୍ମ ହୋଇଥିଲେ 2 ଅକ୍ଟୋବର 1869। ତାପରେ ତାଙ୍କ ଜନ୍ମ ଅବସ୍ଥାରେ ସେ ବହୁତ ଲୋକ ସାଙ୍ଗରେ ସେ ମିଶିକି ଆସିଥିଲେ। ତାଙ୍କ ବିଷୟରେ ଯେଉଁମାନେ ଜାଣିଛନ୍ତି ସେମାନେ ବହୁତ ଭିଡ଼ିଓ କରିଛନ୍ତି, ବହୁତ ଷ୍ଟୋରି ଲେଖିଛନ୍ତି, ଅନେକ ଗୁଡ଼ିଏ କାମ କରିକିରି ଆସିଛନ୍ତି। ସେ ଜଣେ successful campaign in independence, the fight against British government, and he turned inspired movement for civil rights and freedom across the world. ସାରା ପୃଥିବୀରେ ତାଙ୍କ ନାଁ କମେଇଛନ୍ତି। ପୃଥିବୀ ପାଇଁ ସେ କିଛି ଅଧିକ କାମ କରି ଯାଇଛନ୍ତି। ଖାଲି ଭାରତ ନୁହଁ, ଚାଇନା ନୁହଁ, କି ରାସିଆ ନୁହଁ, ପାକିସ୍ତାନ ନୁହଁ, ସାରା ପୃଥିବୀର ଲୋକ ଆଜି ତାଙ୍କୁ ପୂଜା କରୁଛନ୍ତି। ଡ୍ୟୁ ଟୁ ହିଜ୍ ଇଣ୍ଟେଲିଜେନ୍ସ, ସାକ୍ରିଫାଇସ୍ ଆଣ୍ଡ ବ୍ରଦରହୁଡ୍, ଟ୍ରୁଥଫୁଲନେସ୍, ନନ୍ ଭାଇଲେନ୍ସ, ଏମିତି କହିଲେ ଅନେକ ଆଡଜେକ୍ଟିଭ୍ ଲାଗିଯିବ, ତାର ସୀମା ନାହିଁ। ସେଥିପାଇଁ ଶୁଣ, ଏଥିପାଇଁ ଏତିକି କୁହାଯାଇଛି ସର୍ଟରେ। ତାଙ୍କର ଯେଉଁ ଷ୍ଟୋରି ଯେଉଁ ଅଛି ଦ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍, ସେଥିରୁ ଏଇଟା କିଛି ନିଆଯାଇଛି। ତାଙ୍କ ବିଷୟରେ କିଛି ନିଆଯାଇଛି। ତାଙ୍କର ବର୍ତ୍ତମାନ ସେ ଯେଉଁ ପ୍ରେଜେଣ୍ଟରେ ଆମକୁ କୁହାଯାଇଛି, ଇଣ୍ଡିଆନ୍ ହୋମ୍ ରୁଲ୍ସ ଆର୍ ସମ୍ ଅଫ୍ ଲିଡ଼ିଂ ବୁକ୍ସ ବାଇ ଦ ମହାତ୍ମା ଗାନ୍ଧୀ। ଗାନ୍ଧୀଙ୍କର ଚରିତ୍ରରୁ କିଛି ବାକ୍ୟ ଆମେ ନେଇଛେ ପଢ଼ିବା ପାଇଁ। ସେଇଟା ଆଜି ପଢ଼ୁଛେ ଆଉ ମୁଁ ଯାହା କହୁଛି ଠିକ୍ସେ ଶୁଣୁଛ ଆଉ ଶୁଣିକିରି ମନେ ରଖିବ ବୋଲି ମୁଁ ଆଶା କରୁଛି। ଗାନ୍ଧୀଜୀ ଜଣେ ଫାଦର ଅଫ୍ ଲିଡର୍ସ, ଫାଦର ଅଫ୍ ଆୱାର ନେସନ୍। ସାରା ପୃଥିବୀର ସେ ଜଣେ ପିତା ତୁଲ୍ୟ। He was the greatest of our independence movements. He was the greatest of our independence movements. He is popularly called the father of the nation. Popularly known as the father of the nation. He is the real hero. And he was the greatest of independence movement. He popularly called the father of nation. But before he became the Mahatma, in his later life, Gandhiji received his early education at Rajkot. His early education started in Rajkot, in English school in the state of Gujarat. In the state of Gujarat, से तांकर शिक्षा आरंभ होइतला। इंग्लिश विद्यालय पढ़ुथिले से। ପରେ later he became the full-fledged high school and came to be known as the Rajkot High School. Rajkot High School.
He passed the matriculation examination from this school in the year 1887. In the year 1887, he completed the matriculation. At the age of 18, after independence in 1947, the school was renamed the Mahatma Gandhi High School. The Mahatma Gandhi High School in the honor of the father of the nation. In the honor of the father of our nation, ଗାନ୍ଧୀଜୀ ନାମ ଅନୁସାରେ ତାଙ୍କ ସ୍କୁଲର ନାମ କରାହେଲା। ତାଙ୍କୁ ସମ୍ମାନ ଦେବା ପାଇଁ ଏଇ ତାଙ୍କର ନାମକରଣ ଅନୁସାରେ କରାଯାଇଛି। according to according to several accounts, gandhiji gandhiji was not a brilliant as a student. He is not gems, not meritorious student. He is a normal student, but he was noted to be good at English. କିନ୍ତୁ ତାଙ୍କର ଜ୍ଞାନ ଥିଲା ଇଂଲିଶ ବିଷୟରେ। He has knowledge in English and he has a full-fledged knowledge in English. And also arithmetic. He also full knowledge about arithmetic and English. Weak in geography. He is weak in geography. Good in conduct. Good in conduct, character, but poor in handwriting. He is poor in handwriting. Character is very nice, but writing is very poor. Though he did not have regard for his ability. He did not have regards ability about his ability. ତାଙ୍କର ସେଥିରେ ସକ୍ଷମତା ନଥିଲା। He was astonished whenever he was prizes and scholarship. ଆଶ୍ଚର୍ଯ୍ୟ ହେଲେ ଲୋକେ ତାଙ୍କୁ ଏତେ ଉପହାର କେମିତି ଆସିଲା, କେମିତି ଗିଫ୍ଟ ଆସିଲା। How he got different types of awards, rewards, prizes, a lot of. ବର୍ତ୍ତମାନ ତାଙ୍କ ମୁଁ ଯେତିକି କହିଛି, ବର୍ତ୍ତମାନ ସେ ସବୁକୁ ଆମେ ଯଦି ଗୋଟେ ପାର୍ଶ୍ୱ ଯଦି ରଖିବା, ଅନ୍ୟ ପାର୍ଶ୍ୱ ଯଦି ତାଙ୍କ ବିଷୟରେ ଆମେ ଯଦି ପଢ଼ିବାକୁ ଯିବା, ଏବେ ତାଙ୍କ ବିଷୟରେ ଆରମ୍ଭ କରିବା ପଢ଼ା ଯେ କ'ଣ ସେ କହିଛନ୍ତି। ତାଙ୍କୁ ଏଠାରେ ବର୍ଣ୍ଣନା କରାଯାଇଛି the ideas by autobiography named as my experiment with truth. My experiment with truth. ସେ ବିଷୟରେ କୁହାଯାଇଛି। ତାପରେ ଏବେ ବର୍ତ୍ତମାନ ଆମେ ପଢ଼ିବା ଅନୁଚ୍ଛେଦଟି ପଢ଼ିବା। ଅନୁଚ୍ଛେଦ ମୁଁ ପଢ଼ୁଛି ଶୁଣ। I was not regarded as a fool at the high school. I always enjoyed the affection my teacher. ସ୍କୁଲରେ ତାଙ୍କୁ ଫୁଲ୍ ବୋଲି କେହି କହୁନଥିଲେ। ଫୁଲ୍ ମାନେ ମୂର୍ଖ, ନିର୍ଭୋଧ ବୋଲି କେହି କହୁନଥିଲେ। ସେ ସବୁବେଳେ ସ୍କୁଲ ଗଲାବେଳକୁ ସବୁ ଏନ୍ଜୟ କରୁଥିଲେ। He enjoyed a lot of. He never cried to go to school. He always come to class in time. So he is very punctual. ଗୋଟେ ଇଂଲିଶରେ କୋଟେସନ୍ ଅଛି, punctuality is the stepping stone to success. Punctuality is the stepping stone to success. Punctual ଯଦି ହେବା, ସମୟାନୁବର୍ତ୍ତିତା ଯଦି ହେବା, ଲାଇଫରେ ଆମେ ସକ୍ସେସ୍ ହେବା। All the great leaders, all the philosophers, scientists, reformers, all are the followers of punctuality. So
Punctuality is called the stepping stone to success in our life. ଏଠି ଆଜି ସମୟ ହେଇଛି ରଖିବା ପର କ୍ଲାସ୍ରେ ପୁଣି ବାକି ଏଇଠି ପାଠଟି ଆରମ୍ଭ କରିବା। ଆଜି ଇଣ୍ଟ୍ରୋଡକ୍ସନ୍ ଶୁଣିଲ କେମିତି ଲାଗିଲା ମୋତେ କହିବ। ନମସ୍କାର।